ଭୂତ ଦେଖିଥିଲି ସେ ଏଠି ଦାନପୁରରେ ଚଢି ଆସିବ ବ୍ଲଡ ବାହାର କରିଦବ ଆଉ ଆଚ୍ଛା ଆଚ୍ଛା ମରିବୁ ନହେଲେ ନୁଗା ଡେଇଁବି ନାଳ ସେ ତ ନୁଗା ଭିତିକି ନେଇ ପଳେଇବୁ। ନାଇଁ ଦେଖ ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ଆପଣଙ୍କୁ ଆଉ ଗୋଟେ ନୂତନ ବ୍ଲଗରେ ସ୍ୱାଗତ। ସାଙ୍ଗମାନେ, ଆଜି ଆମେ ଡୋରାର ମୋର ବାହାରିଛୁ ଗୋପ ହାଟ ଯିବା ପାଇଁ। ଚାଲନ୍ତୁ ହାଟକୁ ଯିବା, ହାଟରୁ ପରିବା ପତ୍ର କିଣି କରି ଆସିବା। ଡୋରା ବାହାର ଆଇଡିଆ ନାହିଁ, ହୋମିଓପାଥି ଉପରେ ମୋର ଆଇଡିଆ ନାହିଁ। ତମେ ଯୋଉଟା ଆଣିଥିଲ ନୂଆ ବର୍ଷ ପାଖରୁ ଦେଖିବା କଣ ହଉଛି ଆଉ। ନାଇଁ ନାଇଁ କଣ ସେ କେମିତି ଭଲ ଦିଅନ୍ତୁ ତ, ଭଲ ଦିଅନ୍ତୁ, ଭଲ ଦିଅନ୍ତୁ ଆଣିବା ଟିକେ ଯିବା ଆଉ 4ଟା ବେଳକୁ ଯିବା ଆଉ। ଆମ ଝିଅଟା ଟିକେ ଚାଷ ତ ଦେହ ଖରାପ, ଯିବା ଆଉ ଯିବା ଆଉ। ଘର ପୁରେଇ ଦେଲା ଚାଲିଲା ଆଉ କଣ। ତମେ ଭାଇ ଭୂତ ଫୂତ ଦେଖିଛ କେବେ? କୋଉଠି ଭୂତ ଦେଖିଥିଲ? ଭୂତ ଦେଖିଥିଲି ସେ ଏଠି ଦାନପୁରରେ। ହଁ, ବିରାଟ ବଡ ହେଇଗଲା, ଲୋକଙ୍କୁ ମାରିକି ଖାଇଲା। ହଁ, ମାନେ ଭୂତ ଯୋଉ କହନ୍ତି ଗୋଟେ ଡାହାଣୀ ଥାଏ, ଯୋଉ ବେକ ଗୋଟେ ଡାହାଣୀ ଥିବ, ଗୋଡ ଟେକିକି କହିବ ତମକୁ ଦେଖିଲେ ଚଢି ଆସିବ ବ୍ଲଡ ବାହାର କରିଦବ ଆଉ। ଆଚ୍ଛା ଆଚ୍ଛା, ମୋ ଅନ୍ତପୁରୀ ସେଇଟା ଦେଖିଛି। କିନ୍ତୁ ଦେଖିଥିଲ? ହଁ, ଗୋଟେ ମାଇବିଟା କିନ୍ତୁ ଚିହ୍ନା ଲୋକଟା, ତା ସ୍ୱାମୀ ଇଏ କରେ ଏଇ ମୋଟିଆଗିରି କରେ। ସେଇ ମୋଟି ମାଇବିଟା ମୁଁ ଚାନ୍ଦଳ ଯାଉଛି ଅନ୍ତପୁର ଦେଇକି ସେ କେନାଲ ବନ୍ଧରେ ପୁରା ଲୁଗା ସେଠି ଥୁଆ ହେଇଛି, ଅଯୁତ ଗୋଡ ଟେକିକି ସେ ଗୋ ଖାଉଛି। ଏ ଚଢିଗଲା, ମୁଁ କହିଲି ଜମା ସେଇଠି ଥା, ମରିବୁ ନହେଲେ ନୁଗା ଡେଇଁବି ନାଳ ସେ ତ ନୁଗା ଭିତିକି ନେଇ ପଳେଇବୁ। ନାଇଁ ଦେଖିଲି ଯାଇ ମୁଁ ଚିହ୍ନିଛି ତମ ଘର ପାରା ଛକ, ଆଉ ତୋ ଗୋଡ ତଳେ ପଡୁଛି। ମୁଁ କହିଲି ଠିକ ଅଛି ସେଇଠି ଠିଆ। ତାପରେ ଶଳା ଗାଧେଇ ଗୁଧେଇ କଲା ଡରିଲୁ? ମୁଁ କହିଲି ନାଇଁ ଡରିନି, ଏଗୁଟା ଭଲ କାମ ନୁହେଁ। ଆଜି ଲୋକ କଣ ସେଇଟା ଦେଖିଛି, କିନ୍ତୁ ଜିଅନ୍ତା ମଣିଷ ପ୍ରକୃତି ତାର। ସେ ଜାଣି ନୁହଁ ଭଲ ଲୋକ ଦେଇ ସେ। ଆଉ ସେ ନଈ କୂଳ ଆଡେ ତମେ ଯାଅ, ବୁଲାବୁଲି କରିବା ଯାଅ ପିଲା ବେଳେ, ନାଇଁ କି? କଣ ମାନେ ଦେଖିଛ କେବେ ଭୂତ? ଦେଖିଲୁ ଗୋଟା ଝରଝର ହେଲା, ଭୂତ ଚଢିଗଲା ଖାଡି, ଆଉ ଭୂଚ କିନା ଡେଇଁଲା ସେ ନଈକି ଯେ ମୁଁ ସେଠି ଦୌଡିଲି ଆଉ। ରୁମ ଠିଆ ହେଇଯାଉଛି ନାଇଁ ମାନେ କୋଉଠି ଚଢିଗଲା ସେ ତାଳ ଗଛକୁ, ମାନେ କଣ ଗଛ ଚାକୁଣ୍ଡା ଗଛ ଯୋଉ ଗଛ ପାଇବେ ଚଢିଯିବେ ଆଉ କଣ, ସେଠି ବିରାଟ ବଡ ହେଇଯିବେ। ହଁ, ତମ ନଈ ଦେଖିଲେ ନଈ କୂଳେ ସେପଟେ ଭୂତ ଭୂତ ପ୍ରବଳ ନା? ତମେ ଏଇଠିକି ଚାଲ, ନାହାନ୍ତି କଣ ଅଛନ୍ତି, କିନ୍ତୁ ମୁଁ ସେଗୁଡା ମାନେ ନା। ତମ ସାହସ କିନ୍ତୁ ପ୍ରବଳ। କାମିକା ଲୋକ ଇଆଡୁ ଯାଉଛ, ଯାହା ବି ଲୋକ ଏଇ ଶବ ନେଇଥିଲା ନିର ଗଲା କୁଆଡେ, ମୁଁ ଆସିଲା ବେଳକୁ ଲୋକ କହୁଛି ଭାଇ ଇଆଡେ ଆସୁନା, ମତେ ଡାକିକି ନେଇକି ସେ ବଣ ସିଧାରେ। ମୁଁ କହିଲି ଠିକ ଅଛି ତମେ ଯିଏ, ଖାଲି ଏମିତି ଘର ଘର ହେଇକି ପଳେଇଗଲା। ସେ ବଲରାମପୁର ଗଲା, କହିଲା ଏଇ କେତେଟା ରାତି ହେଲାଣି? ମୁଁ କହିଲି କେତେଟା ନା ତମେ କେହି ଯାଇଥିଲେ? ମୁଁ କହିଲି 9ଟା ରାତି ଆମେ ଆଇଥିଲୁ ସବୁ। ନା ହେଲାଣି କେତେ? 3ଟା। ତୁ କୋଉଠି ଥିଲୁ? ମୁଁ କହିଲି ଏବେ ଏମିତି ହେଲା ଆଉ। ନା ତୁ ଜାଣିନୁ ଏ ଜାଗା ସେମିତିଆ? ତୁ ହେଲା ଗୋଟା ଡାକନ୍ତୁ କାହାକୁ। ମୁଁ କହିଲି ଡାକିଲା ଆଉ ଶୁଣିନି। ଗିଲାରେ ଗଲ କଣ? ନା ଆସ କଣ ମାରିନି କେମିତି? ମୁଁ କହିଲି ନାଇଁ, ନଈ ଆଡକୁ ଫେରିଲା। ପୋଡି ଯାଇଥିଲା ସବୁ? ହଁ, କଣ ହେଲା? ପୋଡି ଆମେ ଗାଧେଇଲୁ ସେଠି, ପୋଡିକି ଆସିଲେ ଗାଧେଇକି ଆସିଲା ବେଳକୁ ସେ ଇଏ ଲୋକ ସବୁ ପଳେଇଗଲାଣି। ମୁଁ ଟିକେ ଗାଧଉଛି ନଈରେ ପଶି, ଇଏ ଲୋକ ପଳେଇ ଆସିଲେ। ଗଲ କୁଆଡେ? ନାଇବା ଆମେ ଗାଧଉଛୁ, କିନ୍ତୁ ଦେଖା ହଉଛିନି 4 ଜଣ ଗାଧଉଛିନି ସେଠି। ମୁଁ କହିଲି ଆରେ ଗାଧଉଛିନି ଆଉ। ସେଠି ମୋ ଆଗରେ ଚାଲିଲେ, କହିଲେ ଆସୁନା ଭାଇ। ସେଇଠି ତ ବାହାନ ହେଇଗଲା ଆଉ। ସେ ବଣ ଆଡକୁ ଡାକିଲେ କଥା। ମୁଁ ଗଲି, କିନ୍ତୁ ବଣରେ ପଶିକି ମୁଁ ଭାବିଲି ଯେ ଇଶଳା ଲୋକ ନୁହଁ। ଠିକ ଅଛି ଭାଇ, ନା ଆଉ 2 ଜଣ ନଈରେ ଅଛନ୍ତି। ମୁଁ ଥାନ୍ତୁ। ସେଠୁ ମୁଁ ମଇଲି ଆଉ ମାଦଳ ଗୋଟା ଗଢନ୍ତିନି, ଖାଲି ଗଣ୍ଡି ଗଢନ୍ତିନି, ଆଗରୁ କୁହନ୍ତିନି ମାଦଳ ଗଢନ୍ତି। ହଁ ବା, ନଈରେ ଭିତରେ ଲୋକ ଥିଲା, ସେ ମିଛରେ ଡାକୁଥିଲା ଆଉ କଣ। ଡାକି ନେଇକି ମୋ ନଈରେ ମାରି ଦେଇଥାନ୍ତା ଆଉ। ଆଉ ଭାଇ ଆସୁନା, ସେଠୁ ମୁଁ ଯାଇଥାନ୍ତି, ସେଠୁ ଦାବି ଦେଇଥାନ୍ତା, ଟିକେ ଅନୁଶାସୀ ହେଲେ ଦାବି ଦେଇଥାନ୍ତା ଆଉ କଣ। ଆଗରୁ ଲୋକ କହନ୍ତି ତମେ ଭାବିକି ମାନେ କହିକି ଶୋଇବ ଯେ କାଲି ରାତି ଆସିଯିବ। ହଁ କହିଥିଲା। ହଁ, ନାଇଁ ନାଇଁ ନାଇଁ, ତମେ ବାହାରେ କହିଲ କିଏ ଭାଇ ଅମକ ଜାଗା ଯିବା, ସେ ଡାକିବ ଭାଇ କଣ ହେ କଣ ରାତି ହେଇଗଲାଣି ଆସୁନୁ, ତମେ ଉଠି ପଳେଇଯିବ ଆଉ କଣ। ଇଏ କେସ୍ ହେଇଥିଲା ବା, ଇଏ ତାକୁ ଡାକି ନେଇଗଲା, ଡାକି ନେଇକିନି ସେଠୁ ନେଇକି ପାଣି ମଡେଇଲା, ପାଣି ମଡେଇ ତାକୁ ସେଇ ଇଏରେ ମାରିଦେଲା, ମରିଗଲା।
ଅନିଶ୍ୱାସ ହେଇଗଲେ ତା ବଳ ହଟିଗଲେ ପାଣି ବହୁଛି ଆଉ ହବ। ଆଉ ଗୋଟେ କେସ୍ ବି ମୁଁ ଶୁଣିଥିଲି ସେ ଆମ ମାମୁଁର ସାଡେ ଚିତ୍ରପଡ଼ା ନଈଆଡେ ହେଲା ସେ କହିଲା କଣ ନା ଏମିତି ଲୋକଟା ପୋଡାପୋଡି ହଉଥିଲା ଲୋକ ପୋଡା ଯାଇଛନ୍ତି ସମସ୍ତେ ଭୂତ ତାଙ୍କ ସାଙ୍ଗରେ ଆଇଛି ହେଲା ସମସ୍ତେ କହୁଛନ୍ତି ଇଏ ତାଙ୍କ ଘର ଲୋକ ତାଙ୍କ ଲୋକ ହେଇଥିବ ଆଉ କିନ୍ତୁ ସିଏ କୌଣସି ଘର ଲୋକ ନୁହଁ ସିଏ ଖାଲି ନିଆଁ ଜମା ଲାଗୁନି ନିଆଁ ଲାଗୁନି ଖାଲି କହୁଛି କିରୋସିନି ପକେଇଲେ ଜଳୁନି କଣ ଦେଖିଲା ବେଳକୁ କଣ କିରୋସିନି ପରେ ଲାଗିଯିବା କଥା ଜମା ଜଳୁନି ଦେଖିଲା ବେଳକୁ ନିଆଁ ଏମିତି ଭୁସ୍ ଉଠିଲା ଯେ ଏକାଥରେ ପୋଡିଦେଲା ତାପରେ ଲୋକ ଯେତେବେଳେ ନିଆଁ ଲାଗିଗଲା କଣ ଭୁସ୍ କିନା ତା ପାଖକୁ ଦେଖିଲା ଭଳିଆ ସିଏ କଣ କଲା ସିଧା ଡେଇଁଲା ସେ ଇଏକୁ ଯେ ଟୋଟାଲି ସେ ଶବ ସହିତ ବାଉଁ ସହିତ ଉପରୁ ଫୋପାଡ଼ି ଦେଲା ଲୋକ ଜୀବନ ବେକରେ କିଏ କୁଆଡେ ଧୌଡିକି ପଳେଇ ଆସିଲେ ଶୈତାନ ସେ ବେଶୀ ନଈ କୂଳ ଇଏରେ ଶୈତାନଟା ତାର ବେଶୀ ବଳ ସେ ଏମିତି ଭାରେ ମାନେ ବଳମାନ ଦେଖେଇବ ଆଉ କଣ ବଳମାନ ଦେଖେଇବ ହଁ ଭୟାକାର ଦେଖେଇବ ଆଉ କଣ ବିରାଟ ବଡ ହେଇଯିବ ପୁଣି ଛୋଟିଆଟି ହେଇଯିବ କେତେ ରୂପ ଦେଖେଇବ। ଆଉ ଭୂତ ଶୈତାନ ଭିତରେ ତଫାତ କଣ? ଭୂତ ଶୈତାନ ଭିତରେ ଭୂତ ମାନେ ଗୋଟିଏ ଭୂତ ଏମିତି ତମକୁ ଧଳା ପିନ୍ଧିକି ଚାପଡା ମାରିବ ଭୂତର ଟୁରି ଶୈତାନ ତମେ ଦେବ କହିବ ଭାଇ କିଏ ପୁଣି ଗୋଟା ଚାପଡା ଦବ ଥବ ଥବ ଭୁସିକିନା ଗୋଟା ପଥର ଫଥର ଗଡିଆକୁ ଫୋପାଡିବ ଗୋଟା ଆବାଦ ହବ ଆଉ କଣ କଣ ପବନ ସୁଧା ଏପଟେ ବି ନା ଆଉ ତାର ପବନ ଗୁଡା ନା ବାଇଗଣ ପଳା ବାଇଗଣ କେତେ ରେଟ୍? देसी बाइगण ना भाई हाँ केते लाग रेट भल अच्छे डोराबू मत भितर पहले चल भितर को जा कखारुटा 5 किलो देन कखारुटा 5 किलो देन 5 किलो भल कखारुटा दे अर्जुन अर्जुन दे तू जानी पचार गुड़ा कौन अर्जुन दे शाग 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 देसी शाग आट प्राय पाईगला अल्प चाषी अच्छा चाषी पड़े शेष मुंडे चाषी आट शेष मुंड को चलतु जा केते बिक्री होना बना के बिक्री नहीं केते जानिया को एतो जागा आसी बेग चिरी गला अने अने की आकू ताकू थोई की जाई छी सुनी जा अच्छा पाटा केते को भाई 15 पची गलानी उपछकर आमर आलू पियाज पियाज रसुण सब मार्केट यहाँ ये हाट सब लीज निया घर टमाटर केते लगा भाई दियन दियन